ଦେଖନ୍ତୁ ଆଜି କାଳିଆ ସାଆନ୍ତଙ୍କର ଆଉ କିଛି କ୍ଷଣ ପରେ କିଛି ଘଡ଼ି ପରେ ବର୍ତ୍ତମାନ ଆମ କାଳିଆ ସାଆନ୍ତଙ୍କର ଏଇଖିନି ଜାତ ଆରମ୍ଭ ହେବ। କ'ଣ ଯାତ୍ରା ଆରମ୍ଭ ହେବ ନା ବର୍ତ୍ତମାନ ବିଶ୍ୱମାନଙ୍କୁ ଯେଉଁ ଏକମାତ୍ର ଦେବତା, ଏକମାତ୍ର ଦିଅଁ, ଏକମାତ୍ର ଆମର କଳା ଠାକୁର ଯିଏକି ନିଜ ଘରୁ ବାହାରି ଆସିକି ଜଗତ ଲୋକଙ୍କୁ ଦେଖାଦେବ। ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ସେ ଆଜି ଦେଖା କରିବ। ଏଇ ଯେଉଁ ଅନୁଭବ ତାକୁ ଆପଣ ତାକୁ ପ୍ରକାଶ କରିବା ଅତି କଷ୍ଟଦାୟକ ଘଟଣା ଏବଂ ଏମାନେ ପୃଥିବୀବାସୀ ଏହାକୁ ଚାହିଁ ବସିଥାନ୍ତି। ତତ୍ ସହିତ ଆପଣଙ୍କର ଦେଖିବେ ସ୍ୱର୍ଗରେ ମଧ୍ୟ ଦେବତାମାନେ ଏହି ବିରଳ ବିରଳ ସମୟକୁ ଅପେକ୍ଷା କରିଥାନ୍ତି ଘଡ଼ିଏ ଦେଖିବା ପାଇଁ। ଦେଖନ୍ତୁ ଜଗତର ନାଥ ଜଗନ୍ନାଥଙ୍କର ଲୀଳା ଅତି ଅତି ତାକୁ ତାକୁ ବର୍ଣ୍ଣନା କରିବା କଷ୍ଟ। ପ୍ରତ୍ୟେକଙ୍କ ଭିତରେ କିଛି ନା କିଛି ଅଲୌକିକ ସେ ଯେଉଁ ଆନନ୍ଦ ପାଇଥାନ୍ତି ଏବଂ ଆମେ ମଧ୍ୟ ତା ଦେହରୁ ପାଇଛୁ। ଖାଲି ଆପଣଙ୍କୁ ଗୋଟିଏ କଥା କହିବି, ଜଗନ୍ନାଥଙ୍କ କଥା ନେଇକି ମୁଁ ଏକ ବିରାଟ ବଡ଼ ସମସ୍ୟାରେ ଗତି କରୁଥିଲି, ମାନେ ମାନସିକ ଅଶାନ୍ତିରେ ଥିଲି, ତାହାକି ମୋର କାଳିଆ ଠାକୁର ତାକୁ ମଧ୍ୟ ସମାଧାନ କରିପାରିଲେ। ତେଣୁ ଏଭଳି ଏକ ବିଚିତ୍ର, ଏଭଳି ଏକ 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 ଆନନ୍ଦଦାୟକ ପ୍ରଭୁ ଜଗତରେ ବିରଳ। ତେଣୁ ଆଜି ବିଶ୍ୱସାରା ଯେଉଁ ଅପେକ୍ଷା କରିକି ରହିଥିଲେ ଏଡ଼େ ବଡ଼ ଦିଅଁଙ୍କର ଏଡ଼େ ବଡ଼ ଘୋଷଯାତ୍ରା ଆରମ୍ଭ ହେବ ନବଦୈନ ବ୍ୟାପୀ, ତାହା ଦେଖନ୍ତୁ ଆଉ ମାତ୍ର କିଛି କ୍ଷଣ ପରେ ଆରମ୍ଭ ହେବାକୁ ଯାଉଛି। ଶୁଣନ୍ତୁ, ସେ ଆଖି, ସେ ଚକାଚକା ଆଖି, ତା ବିଷୟରେ ଆମେ କ'ଣ ବା କହିବୁ। ଆପଣ ସେ ଏଭଳି ଆଖି, ଆପଣ ଯେଉଁ କୋଣରୁ ଚାହିଁବେ ସେ ଆଖି ଗୋଲ ଆପଣଙ୍କୁ ଲାଗିବ। ଆପଣଙ୍କୁ ସେ ଯେମିତି କଣେଇକି ଚାହିଁଛି ବୋଲି ସେ ଆନନ୍ଦ ଲାଗିବ। ତେଣୁ କେବଳ ନୁହଁ ପୃଥିବୀ ସାରାର ନୁହଁ, କେବଳ ଭାରତର ନୁହଁ, ପୃଥିବୀର ଅଣୁ କୋଣରୁ ଲୋକ ଆସି ଛୁଟି ଆସି ପହଞ୍ଚୁଛନ୍ତି ଯେ କାଳିଆ ସାଆନ୍ତଙ୍କୁ ଟିକେ ବାହାରେ ଟିକେ ଦର୍ଶନ କରିଦେବୁ। ତା ଦର୍ଶନ କରିଦେଲେ ହିଁ ଆମର ଜୀବନ ପ୍ରାପ୍ତି ହେବ। ସ୍ୱର୍ଗ ଯାଇଛି କି ନ ଯାଇଛି ସେ ଜାଣେ ନା, କିନ୍ତୁ ଯଦି ଜଗନ୍ନାଥଙ୍କର ଦର୍ଶନ ଟିକେ ମୁଁ କରିଦେଲୁ ଆମକୁ ସ୍ୱର୍ଗ ପ୍ରାପ୍ତି ହେଇଗଲା। ଦେଖନ୍ତୁ, ଆମେ ଆଜି ଆଜି ଆପଣଙ୍କ ଟିଭି ପରଦାରେ ଯଦି ବି ମୁଁ କହୁଥାଏ ବା ଆପଣ ଆଜି ଆସିଥାନ୍ତି ମୋ ଠାରୁ ଏଭଳି ବିଷୟବସ୍ତୁରେ ରେକର୍ଡିଂ କରି ନେବା ପାଇଁ, କେବଳ ସେ କାଳିଆଟା ହିଁ। କାଳିଆ ନ ଚାହିଁଥିଲେ କାହାକୁ ଆଗ ଲାଇନକୁ ଆଣିନଥାନ୍ତା। କାଳିଆର ଆଶୀର୍ବାଦ ସବୁବେଳେ ରହିଛି ଏବଂ ବହୁତ ଘଟଣା ଘଟିଛି ଯାହାକୁ ଆପଣଙ୍କ ଟିଭି ଆଗରେ ବର୍ଣ୍ଣନା କରିହେବ ନାହିଁ। ବ୍ୟକ୍ତିଗତ ଭାବେ କ'ଣ ଯେ ମୋ ସହିତ ମାନେ ମୁଁ ସେଥିପ୍ରତି ଅଲୌକିକ ଶକ୍ତି ଆମେ ମାନେ ପାଇଛୁ ସେ କାଳିଆ ଠାକୁର ତାକୁ କହିହେବ ନାହିଁ। କହିଲେ କଣ୍ଠରୁଦ୍ଧ ହେଇଯାଉଛି। ସେ ବିଷୟରେ ଆମେ କ'ଣ ଆମେ କହିବୁ, ସେ କଥା ଆପଣଙ୍କୁ କହିପାରିବି ନାହିଁ। କାଳିଆଙ୍କୁ ଭଲ ପାଇବା ନ ପାଇବା ସେ କାଳିଆ ହିଁ ଜାଣିଥିବ, ମୁଁ ବି ଜାଣିଥିବି। ଆପଣ ମଧ୍ୟ ଆପଣଙ୍କୁ କେତେ 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 ଆପଣ କାଳିଆକୁ ଭଲ ପାଉଥାନ୍ତି ଆପଣ ଜାଣିଛନ୍ତି। 4.5 କୋଟି ଓଡ଼ିଆଙ୍କର ସେ ହେଉଛନ୍ତି ମୌନ ମଣି। ଆମର ଘର କୁଳ ଦେବତା ହେଉଛନ୍ତି ଜଗନ୍ନାଥ। ବିଶ୍ୱର ନିୟନ୍ତ୍ରକ ସେ, ବିଶ୍ୱର ନିୟନ୍ତ୍ରକତା ସେ ହେଉଛନ୍ତି। ମୁଁ ଏତିକି କହିବି, ଶାନ୍ତି ପ୍ରେମ ଏହା ହିଁ ହେଉଛି ସବୁକିଛି, ତା ଛଡ଼ା ଆଉ କିଛି ମଧ୍ୟ ନାହିଁ। ଯଦି ଆପଣ ବିଶ୍ୱରେ ଶାନ୍ତି ଚାହୁଁଛନ୍ତି, ବିଶ୍ୱରେ ଆନନ୍ଦ ଚାହୁଁଛନ୍ତି, ବିଶ୍ୱରେ ଯଦି ଭାତୃଭାବ ଚାହୁଁଛନ୍ତି ବା ପର ପିଢ଼ିକୁ ଆଗକୁ ନେବାକୁ ଚାହୁଁଛନ୍ତି, ସେ ହେଉଛି କାଳିଆ ସାଆନ୍ତଙ୍କୁ ଭଲ ପାଇବା। ତାଙ୍କୁ ଭଲ ନ ପାଇଲେ କିଛି ଆଉ ହେବ ନାହିଁ।